ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଯଶୀପୁର ବଜାର ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥର ଅବସ୍ଥା ଖାଲ ଖମାରେ ପରିପୂର୍ଣ୍ଣ ଥିଲା। ବର୍ଷା ଦିନରେ ପାଣି ଜମି ନାନା ଦୁର୍ଘଟଣାମାନ ଘଟୁଥିଲା ଏବଂ ନାନା ପ୍ରକାର ସମସ୍ୟାମାନ ହେଉଥିଲା। ତେଣୁ ଯଶୀପୁର ବାସୀଙ୍କର ରାସ୍ତା ପାଇଁ ଦୀର୍ଘ ଦିନର ଦାବି ରହିଥିଲା। ତେଣୁ ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମାନ୍ୟବର ଗଣେଶ ରାମ ସିଂ ଖୁଣ୍ଟିଆ ରାସ୍ତା କାମ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ରାସ୍ତା ହୋଇଯିବା ପରେ ଯଶୀପୁର ବାସୀଙ୍କର ମନରେ ଆନନ୍ଦର ଲହରୀ ଖେଳି ଯାଇଛି। ସେମାନେ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯଶୀପୁର ବଜାର ଭିତର ରାସ୍ତାର ଅବସ୍ଥା ଦେଖନ୍ତୁ ଆଜ୍ଞା, ଦୀର୍ଘ ଦିନରୁ ଖାଲ ଖମାରରେ ପରିପୂର୍ଣ୍ଣ ହୋଇକି ରହିଥିଲା। ଦୀର୍ଘ ଦିନରୁ ଯଶୀପୁର ଅଞ୍ଚଳବାସୀଙ୍କର ଗୋଟେ ଦାବି ଥିଲା ଯେ ଯଶୀପୁର ବଜାର ଭିତର ଦେଇ ଯାଇଥିବା ରାସ୍ତାର ମରାମତି କାମ। ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ଆସିଲା ପରେ ଆମର ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଇଞ୍ଜିନିୟର ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ହସ୍ତକ୍ଷେପ ପରେ ଦୀର୍ଘ ଦିନର ଯେଉଁ ସମସ୍ୟା ଥିଲା ତାହା ଆଜି କାର୍ଯ୍ୟରେ ପରିଣତ ହୋଇଛି ଏବଂ ରାସ୍ତା କାମ ଆରମ୍ଭ ହୋଇଯାଇଛି। ତେଣୁ ଯଶୀପୁର ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଆଶା ପୂର୍ଣ୍ଣ ହେବାକୁ ଯାଉଥିବାରୁ ଆମେ ବର୍ତ୍ତମାନର ଓଡ଼ିଶା ସରକାର ଏବଂ ଜଙ୍ଗଲ ମନ୍ତ୍ରୀଙ୍କୁ ଆମ ଯଶୀପୁର ଅଞ୍ଚଳବାସୀଙ୍କ ତରଫରୁ ବହୁତ ଧନ୍ୟବାଦ। ଯଶୀପୁର ସଞ୍ଜୟ କୁମାର ମହନ୍ତଙ୍କ ରିପୋର୍ଟ, ସ୍ୱପ୍ନା ଲାଇଭ୍।